मामा ଆଉ କିଏ ଯିବ पापा ଆଉ କିଏ ଯିବ पापा ବାବା ସାଙ୍ଗରେ ଯିବୁ ସକାଳୁ ଉଠିକି ବୁଲିବାକୁ କଣ ଖାଇବୁ ଜୁ ଆଇସ୍କ୍ରିମ୍ ଟିକେ ଖାଇବୁ ଜୁସ୍ ଜୁସ୍ ପିଇବୁ ହଉ ତା ବାବା ବାହାରିଲେ ମେଡ଼ିକାଲ ଟିକେ ଯିବାର ଅଛି ତ ସେଥିପାଇଁ ଦେଖନ୍ତୁ ସକାଳୁ ଉଠିଲା ବେଡ଼ରୁ ବାହାରିକି ଯାଇକି ସେଠି ଆଉ ଆସୁନି ମାନେ ଡାକିଲେ ଆଉ ଆସା ବାବା ଚା ପିଇ ସାରୁ ବ ଝିଅ ତୁ ଡାକିଲେ ଦେଖିବା ଯାଉଛି କି କହୁଥିଲେ ଝିଅ ଏଠୁ ମାନେ ଖାଲି ସେପଟୁ ଏପଟୁ ନେଇବ ଏପଟୁ ସେପଟୁ ଏପଟୁ ସେପଟ ସେପଟ ଏପଟ ସକାଳୁ ଏପଟ ସେପଟ ଏପଟ ସେପଟ ସୁନ୍ଦର ଟିକେ ସାଙ୍ଗମାନଙ୍କୁ ହାଇ କହିଦେଲୁ ହାଇ କହିଦେ ହାଇ କହିଦେ ହାଇ ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ ସକାଳୁ ସକାଳୁ ଆପଣମାନଙ୍କୁ ଆମର ଗୋଟେ ଫ୍ରେଶ୍ ଆଉ ନୂଆ ବ୍ଲଗ୍ରେ ସ୍ୱାଗତ ଚାଲନ୍ତୁ ଆଜି ଗୋଟେ ନୂଆ ଭିଡ଼ିଓ ଷ୍ଟାର୍ଟ କରିବା ଦେଖନ୍ତୁ ସକାଳୁ ସକାଳୁ ଆମ ପରିବାରରେ ସୁନ୍ଦରୀ ତାର ମାତମ ବଚେଇ ସାରିଲାଣି ଏଠି ସକାଳୁ ସକାଳୁ ଉଠିକି କାମ ଚଲେଇ ସାରିଲାଣି ଆଉ ଦେଖନ୍ତୁ ମାନେ ବେଡ଼ସିଟ୍ଟା 2 ଦିନ ହେବ ମାନେ ସଫିସିଏଣ୍ଟ 2 ଦିନ ପଡ଼ୁନି ଏଠି ଖୋଲା ହେଇକି ରାତିରେ ସବୁ ପଡ଼ିଲା କିନ୍ତୁ ପୁଅ ଶୋଇଛି ମାନେ ପୁଅ ଲେଟ୍ ତାକୁ ଟାଇମ୍ ଲାଗିବ ଅଧଘଣ୍ଟେ ଘଣ୍ଟେ ଶୋଇବାକୁ କିନ୍ତୁ ସିଏ ପୁରା ଶୋଇବ ବହୁତ ସମୟ ଆଉ ଏଠି ଦେଖନ୍ତୁ ଲୁଗା ସଫା ହେଇକି ସକାଳୁ ରହିସାରିଲାଣି ଏଗୁଡ଼ା ଆଉ ଥରେ ସଫା ହେବ ମାନେ ଆମର ଡେଲି ବୋଧେ 2 ଥର ୱାସିଂ ମେସିନ୍ ଚାଲୁଛି ଏତେ ଅପରିଷ୍କାର ହେଉଛି କୁହନ୍ତୁନି ଛୁଆ ଗୁଡ଼ା ଖାଲି ସବୁ ଜିନିଷ ନଷ୍ଟ କରି ପକାଉଛନ୍ତି ଆଉ ଏଠି ଦେଖନ୍ତୁ ସୁନ୍ଦରୀ ତା ବାବା ଯିବେ ବୋଲି ତାକୁ ଇଏ କରିକି ମୁଁ ଏଠି ତାକୁ ଲୁଚେଇ ଦେଇଛି ଆଉ ସକାଳୁ ସକାଳୁ ମାନେ ସିଏ ଉଠିବ ମାନେ ଆକ୍ଟିଭ୍ କେଉଁ ଛୁଆ ଦେଖିଥିବେ ମାନେ ଉଠିଲା ମାନେ କାନ୍ଦିବେ କି ଖୋଜିବେ କିଛି ନାହିଁ ଇଏ ତାର ଉଠିବ ମାନେ ତାର ଆକ୍ଟିଭନେସ୍ ବଢ଼ିଯିବ ଆଉ ଆକ୍ଟିଭ୍ ହେବ ତାକୁ ତା ବାବା ଯିବେ ବୋଲି ମୁଁ ତାକୁ ଏଠି ଲୁଚେଇକି କ୍ୟାମେରା ଦେଖେଇକି ମାନେ ତାକୁ ଅଟକେଇକି ରଖିଛି ୟା ପରେ ଜେଜେ ପାଳି ମାନେ ଏତେ ଲାଞ୍ଚେଇ ଝିଅ ଖାଲି କୁଆଡ଼େ ଯିବ କି ନନା ଉଠିବ ଯଦି ସେମିତି ତ ମୁଖି ମାରିକି ଗଳେଇ ଦେବ କୁଆଡ଼େ ଯିବ କୁଆଡ଼େ ଏବେ ତମେ कुआडे जिबा ଆମା ଦେଖିବ आमा देखिए ହଁ ହଁ ଉଠିଲେ ନିଦରୁ ମୁଁ ତ ଟଙ୍କା ଦେଉଛି ହଁ ଖାଲି ବୁଲିବ ପଦାରେ अम्मा ଆଉ ବାବା ସହିତ ତୁ ଯିବୁନି ତ ବାବା ସହିତ ତୁ ଯିବୁନି ତୁ ଜେଜେ ସହିତ ଯା ମୁଁ ବାବା ସହିତ ଯାଉଛି ତୁ ବାବା ସହିତ ଯିବୁ ନା ଜେଜେ ସହିତ ଯିବୁ କାହା ସହିତ ବାବା ନା ଜେଜେ କାହା ସହିତ ଯିବୁ ଡିସାଇଡ୍ କରିପାରୁନି କ'ଣ କରିବ ନା ନା ସେ ଚା ପିଇବାକୁ ବସିଛନ୍ତି ଦେଖନ୍ତୁ ଚାଲିଲା ଯାଇକି ସେଠିକି ବି ଚାଲିଲା ତାକୁ ଉଠିବାକୁ ତାକୁ କ'ଣ କରୁଛି ଦେଖନ୍ତୁ ବାବା କ'ଣ କୁକୁର ର ତା ଆଖି ସେ କିଏ ଆଖି ହଉ ସିଏ କିଏ କାହାକୁ ଉଠାଉଛୁ ସୁନ୍ଦରୀ କାହାକୁ ଉଠାଉଛୁ କି ବାବା ସେ କିଏ ସେ କିଏ ନନା ନନାକୁ ଉଠାଉଛୁ ଆଉ ନନା ମୁଣ୍ଡ ଟିକେ ଘଷିଦେନି ନନା ମୁଣ୍ଡ ବିନ୍ଧୁଛି ହଁ 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 ଚାପୁଡ଼ ମାରିକି ନନା ଘଷି ଦେଉଛୁ ନା 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 ମାନ ଚାପୁଡ଼ ମାନ ହାତ କେମିତି ଝିଅ ଉଚେଇଛି ଦେଖିଲେ ତାକୁ ମାରିବାକୁ ସେ ଯାଉନି ତୋ ପାଖକୁ ବି ଯାଉନି ଆବାଡବା ଢାଳି ହେଇଯିବ ସକାଳୁ କ'ଣ ପାଲା କରୁଛି ସେ ଟୋକଟା ସାର୍ କିନ୍ତୁ ଉଠିଲେନି ସାର୍ ଆମର ଶୋଇକି ରହିଲେ ସାର୍ଙ୍କୁ ରାତି 1ରେ ନିଦ ହବ ସେ ଉଠିବେ କେତେବେଳେ
ସାର ଶୋଇ ମମିଙ୍କର ଆମର ବେଡ୍ ଟି ନେ ଧନ ମମି ବେଡ୍ରେ ଟି ପିଉଛନ୍ତି ଏଇଥରେ ସେଇଠୁ କରିଦଉଛି କ'ଣ କରିବୁ ସକାଳୁ ଆମର ହେଇପାରିଲା ଯିବ ପା ସେଇଥିପାଇଁ ମୌସୁମୀ ଥରେ ସେ ମେଡ଼ିକାଲ ଯିଏ ତାକୁ ନେଇଯାନ୍ତି ସେ ମେଡ଼ିକାଲ ଆଡ଼ମିଟ୍ କରିଦେଇଥିବ ତାପରେ ସେମାନେ ମେଡ଼ିକାଲ ବାହାରି ଗଲେ ଆଉ ଛୁଆଙ୍କୁ ବ୍ରସ୍ ଫ୍ରସ୍ କରିକି ଆମେ ଖୋଇ ସାରିଲା ପରେ ତାଙ୍କୁ ସେଠି ଫୋନ୍ ଟିକେ ଦେଖେଇଦେଲୁ ଫୋନ୍ ଟିକେ ଦେଖେଇଦେଲି ପୁଅ ଫୋନ୍ ଦେଖୁଛି ବୋଉ ତାର ପୁଅକୁ ଝିଅକୁ ଧରିଛି ଆଉ ଆମେ ଆସିଗଲୁ ଏଠି ଟିକେ ଚିକେନ୍ ନେବାକୁ କାହିଁକିନା ଆରଥର ଶୁକ୍ରବାର ଖିଆ ହେଇନି ଆମର ତ ବୁଧବାର ଶୁକ୍ରବାର ଦୁଇଟା ବାର ଖିଆ ହୁଏ ଆଉ କେଉଁ ବାର ଖିଆ ହୁଏନି ତ ସେଥିପାଇଁ ଟିକେ ଚିକେନ୍ ନେଇଯିବୁ ଚିକେନ୍ ନେଇ ଘରେ ଟିକେ ବନେଇଦେବୁ ଚିକେନ୍ ତାପରେ ଯାଇକି ଯାହା ହେବ ଚିକେନ୍ ନେଇକି ଆସିଲୁ ଏତେ ଗରମ ଏଠି ଖରା ଏତେ ଜୋର କାଟୁଛି ଚିକେନ୍ ଅଣ୍ଡା ନେଇକି ଆସିଲା ପରେ ହାଲତ ଖରାପ ହେଇଗଲା ରୁହ ଟିକେ ଦେଖେଇ ଦେବୁ ସାଙ୍ଗମାନେ ଏଇଟା ଗୋଟେ କ'ଣ ମସଲା ଆମ୍ ପାପଡ଼ ନେଇକି ଆସିଛୁ ଦେଖନ୍ତୁ ଏଇଟା ସୁନ୍ଦରୀକି ଆଗେ ଟେଷ୍ଟ ମୁଁ କରିବି ଟେଷ୍ଟ ଆଣିଥିଲି କିନ୍ତୁ ସୁନ୍ଦରୀ ଆମର ଆଗେ ଟେଷ୍ଟ କରିବ ବସେଇ ଖା କେମିତି ଲାଗୁଛି ଭଲ ଲାଗୁଛି ନା ଭଲ ଲାଗୁଛି ନା ସେଇଟା ଦିଆ ହଲେଇବ ଭଲ ହେଉଛି ମାନେ ତାର ଦିଆ ତ ହଲେଇବ ଆଉ ଧନ ଟେଷ୍ଟ କରି କହିବ କେମିତି ଲାଗୁଛି ଧନ ଟିକେ ଟେଷ୍ଟ କଲ ଟେଷ୍ଟ କର ଏଇଟା ହେଉଛି ପେଟ ଖରାପ ଥିଲେ ଔଷଧ ଭଳିଆ ଖାଇବ ଭଲ ଲାଗିବ ଖାଅ ଖଣ୍ଡେ ଖାଇକି ଦେଖିଲ ଟ୍ରାଏ କଲ ଗନ୍ଧା ସେଗୁଡ଼ା ତାକୁ କିଛି ରୁଚିବନି ତାକୁ କିଛି ରୁଚିବନି ଗୋଟେ ଖଟା ମିଠା ଟାଇପ୍ର ଟିକେ ଲାଗୁଛି ଆଉ ଏଇ ଚଢ଼ିଗଲୁ ରେ ଖାଇ ଦୁଇଟା ଖାଇସାରିଲାଣି ଚୋବେଇକି ଖଟା ମିଠା ଟାଇପ୍ର ଲାଗୁଛି ଏମିତି ବାହାରୁଛି ତାଠୁ ଆଉ ଖଟା ମିଠା ଟାଇପ୍ର ଟିକେ ଲାଗୁଛି ଆଉ ଲୁରିକି ଦେଖିକି ମୁଁ ଡରିକି ଆତଙ୍କ ସୃଷ୍ଟି ହେଇଛି ସୁନ୍ଦରୀ କ'ଣ ହେଉଛି ହସି ଗଡ଼ି ଯାଇଛି ଖାଲି ଆଉ ମୋର ଏଠି ଦେଖନ୍ତୁ ଚିକେନ୍ ପାଇଁ ପ୍ରସ୍ତୁତି ଚାଲିଛି ମସଲା ଡାଲି ହେବ ଚିକେନ୍ କଷା ହେବ ଭାତ ହେଇସାରିଲାଣି ଆଉ ତାହେଲେ ଚିକେନ୍ ରୋଷେଇ କଲେ ଦେଖାଉଛି ଆଉ ଆମେ ଏଠି ଗାଧା ପାଧା ସାରିକି ଲେଟ୍ ହେଇଗଲାଣି ତ ଚିକେନ୍ କଷା ପୁରା କାଠୁଆ ଟାଇପ୍ର ଏଠି ଯେହେତୁ ବ୍ରଏଲର୍ ଚିକେନ୍ ଭଲ ଲାଗୁନି ତ କଷା ଲଗେଇ ପଖାଳ ଖାଇଦେଲୁ ଆରାମ କରିକି ଧନ ସୁନ୍ଦରୀ କ'ଣ ପିଉଛ କି ଉଠିକି ଦେଖନ୍ତୁ ଉଠିକି ଆରମ୍ଭ ହେଇଗଲା ସୁନ୍ଦରୀ କେମିତି ଲାଗୁଛି ହର୍ଲିକ୍ସ ଦେଖନ୍ତୁ ସୁନ୍ଦରୀ ହର୍ଲିକ୍ସ କେମିତି ଲାଗୁଛି ବଢ଼ିଆ ଲାଗୁଛି ଆଉ କିଏ ପେଇ ଦେଉଛି କି ବୋଉ ପେଇ ଦେଉଛି ଆଉ ବାବା ତୁମକୁ ହର୍ଲିକ୍ସ କେମିତି ଲାଗୁଛି କେମିତି ଲାଗୁଛି ବାବା ତାକୁ ଲାଜ ଲାଗୁଛି କାଳି ତୁମ ଗୋରି ହର୍ଲିକ୍ସ ସରିଗଲା କି ନା ନା ଆଉ ପିଇବନି ତା ବୟସର ନୁହେଁ ମୋ ଛୁଆ ଲୋ ମୋ ଧନ ପଡ଼ି ଯାଇଥାନ୍ତା ମାମିକି ଦେଇଦେବୁ ମାଜିଦେବ ଦେଇଦେବୁ ଯା 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 ମମି ଦେଇଦେବୁ ଯା ଦେଇଦେବୁ ମମି ସଫା କରିଦେବୁ ଯା ଆଉ ଥରେ ପିଇବା ପୁଣି ଯା ପଛରେ ପିଇବା ଜୁସ୍ ଆଣିବାକୁ ଯିବା ଯା ମମିକି ଦେବୁ ମମିକି ଦେଇଦେଇକା ଜୁସ୍ ପାଇଁ ଯିବା ଯା ଆଉ ଏଠି ସାର୍ ଆମର ଅଫିସ୍ କରିଛନ୍ତି ଏଠି ତାଙ୍କ ଅଫିସ୍ କରିବା ଟାଇମ୍ରେ ସେଠି କରିଥିଲେ ଯେମିତି ପିଲାମାନେ ଉଠିଲେ ଟିକେ ପଳେଇ ଆସିଲେ ତାଙ୍କୁ ଦେଖା କରିବାକୁ ଏଠି ଅଫିସ୍ କରିଦେଉଛନ୍ତି ଆଉ ସାର୍ ଆମର ଏଠି ଲୁଚି ଲୁଚି ହର୍ଲିକ୍ସ ପିଉଛନ୍ତି ଆଉ ପରେ ଆସିଲା ଏଇଟା କ'ଣ ସୁନ୍ଦରୀ ହଁ ହଁ ଅମୁଲ କହିଦେଲେ ଟିକେ ଅମୁଲ କହିଦିଅ ଅମୁଲ ହର୍ଲିକ୍ସ ପରେ ଆସିଲା ଦେଖନ୍ତୁ ଅମୁଲ ତାପରେ କ'ଣ ଆସିବ ପ୍ରୋଟିନ୍ ପାଉଡର ହଉ ଖାଅ ସାର୍ଙ୍କର ଆଇଲା ସାର୍ ନିଅ ଅମୁଲ ସାର୍ ଅମୁଲ ସାର୍ ଦେଖିବା କେମିତି ଖାଉଛନ୍ତି ସିଏ କେବେ ଖାଇନି ଅମୁଲ ପରେ ତାକୁ କ'ଣ କଲି ଯୋଉ ଟମାଟୋ ସସ୍ ଟିକେ ଦେଲି ସେ ଚାଲିଯିବ ଅମୁଲ ବି ନାହିଁ ମା ଟିକେ ଝିଅ ତୁ ମା ବି ଟିକେ ଅମୁଲ ଆଣିକି ଚାଟେ ଅମୁଲ ବି ସରିଛି ଅମୁଲ ବି ନାହିଁ ଝାଡ଼ା ଯିବା ଟିକେ ଟିକେ ରାଞ୍ଚି ଦେବା
ଦେଖନ୍ତୁ ଏଠି ତା ମା ତାକୁ ଡରଉଛି, ସିଏ ତା ମା କୁ ଡରଉଛି। ଧନ ବୁବେରେ କିଏ ବୁବଉଛ? ତୁ ଟିକେ ଡାକ କାହା ଚୁଟି ଲମେଇছে ମୋରି ଧରିକି ବୁଲୁଛି। କଣ ତା କଥା ସୁନ୍ଦରୀ କିଏ ଡାକୁଛୁ କିଲୋ? କାହାକୁ ଡାକୁଛୁ? ମାମୁଁ। କାହିଁ ମାମୁଁ କଥା ମନେ ପଇଲା କି? ବାଇଆ କୁତୁକୁ ଡାକିଦେନି। ବାଇଆ ଡାକିଦେନି ଟିକେ ବାଇଆ କୁତୁ। ଧନ ପୁଣି ବାଜିବ ଏଇନା ପୁଣି ଯାଇନେ ମାର ବାପା ତୁ ଧନ ଏମିତି କାହିଁ ହଉଛୁ? ପଡ଼ିଯିବୁ ପୁଣି। ତୋର ତ ଯୋଉ ସୁକୁମା ଦେହ ବ୍ରଏଲର କୁକୁଡ଼ା ଟିକେ ବାଜିନା ଆଘା। ଇଏ କ'ଣ ଆସିକି ଶୋଇ ପଡ଼ିଲାଣି। ଓ ଲ ଲ ଲ ଲ ବାପା। ସୁନ୍ଦରୀ ତଳକୁ ନେଇକି ଆସିଥିଲୁ ଖେଳିବାକୁ। ବାପା ପାନ ପାଇଁ ଗଲେ, ପୁଅକୁ ନେଇଗଲେ। ଦେଖି ଦେଖନ୍ତୁ ଖୋଜିବ ସାଙ୍ଗେ ସାଙ୍ଗେ, କହିବ କିଛି ଗୋଟେ। ଏଠି ଖେଳ ବନ୍ଦ କର। ବଦମାସ ପିଲାଟା। ର ଦେଖିବା ପଚାରୁଛି ନା ଟିକେ ବୋଉ ଗୋଡ଼ ଫଟକା କହିଲା ତୁ ବସି ପାରିବି ଏଠି। ଦେଖନ୍ତୁ କ'ଣ ହଉଛି ସେ। କିଏ ଖଣ୍ଡିଆ ହେଲେ? ଆଉ ଧନ ଧନ ଭାଇ ସୁନ୍ଦର ନନା କାହିଁଲୋ? ବାବା କତିକି ପଳେଇଲା। ଆଉ ଜେଜ ତାର ମନ ନାହିଁ, ମନ ନାହିଁ। ସେ ଭାବିଲା ପଳେଇଲା। ଝିଅଙ୍କର ଚାଲିଛି ଡରା ଡରି। ବୋଉକୁ ଡରେଇଲାଣି। ନା ମାମାକୁ ଡରା ନା ମମିକି ଡରା। ଆଜି ଚଣ୍ଡିଗଡ଼କୁ ଏଇଆ କରିବାକୁ ଖାଇଛ। ତାପରେ କେତେ ବସି ବସି ବିରକ୍ତି ଲାଗିଲା। ଆଉ ହେଉଛି ସେଠି ତାଙ୍କର ଛୁଆ ଖେଳିଲେ। ସେଠି କମ୍ ସ୍ପେସ୍ ଅଛି। ଆଉ ବାହାରକୁ ଆଣିଲା ଗାଡ଼ି ଫାଡ଼ି ଚାଲୁଛି। ତାପରେ ଛୁଆ ଗୁଡ଼ା କିଛି ଖାଇନଥିଲେ। ଚିକେନ୍ ଫିକେନ୍ ଖାଇ ଭଲ ଲାଗୁନଥିଲା। ତ ସମସ୍ତେ କହିଲେ ଆଇସ୍କ୍ରିମ୍ ଖାଇବା। ତ ଆଇସ୍କ୍ରିମ୍ ଆଣିବାକୁ ଆମେ ଯାଉଛୁ। ଆଇସ୍କ୍ରିମ୍ କିଣିକି ନେଇକି ଆସିବୁ। ଆସିଲେ ସମସ୍ତେ ଘରେ ଖାଇବୁ। ଆଉ ଶିଖିକି କହିଲା ମୁଁ କିନୁବାଲା ଆଇସ୍କ୍ରିମ୍ ଖାଇବି। ଆଉ କିନୁବାଲା ଆଇସ୍କ୍ରିମ୍ ଭଲ ଲାଗୁଛି ନା? ହଁ ଖାଅ। ଏତିକି ଆଇସ୍କ୍ରିମ୍ ଫାଇସ୍କ୍ରିମ୍ ସବୁ ନେଇକି ଆସିଛୁ। ଖିଆ ପିଆ ହେବ। ପପକର୍ଣ୍ଣ ଆସିଛି ଘରେ ବନେଇବା ପାଇଁ। ପପକର୍ଣ୍ଣ ଏଇଟା ପିଲାଙ୍କର ସବୁ। ଆଉ ଆମର ଆସିଛି ଆଇସ୍କ୍ରିମ୍। ଝିଅ ନେ ଆଇସ୍କ୍ରିମ୍ ସବୁ ଖିଆ ହେବ ଏବେ। ଆଉ ଚାମଚ ଦେଲାନି କି? ମୋତେ କହିଲି ନା ଦେଇନି। ଚାମଚ ଦେଲାନି। ଆଉ ହଉ ଚାଲ ଖାଇଦେନି। ସମସ୍ତଙ୍କୁ ତ ଗୋଟେ ଗୋଟେ ଏତେ କ'ଣ ନା? ହଁ 10 ଟଙ୍କିଆ ନେ ବାପାଙ୍କୁ ଦେ। 10 ଟଙ୍କା ଭଲ ଲାଗେନି? ଏଇଟା 10 ଟଙ୍କା ରାବିଡ଼ି କୁଲ୍ଫି। ଏଗୁଡ଼ା ବି 20 ଟଙ୍କା। ହଁ ଲେଖା ହେଇଛି ପା। ହେଇ 10 ଟଙ୍କା RS 10। ଏଗୁଡ଼ା ତମର ନୁହେଁ, ଏଇଟା ମମି ଖାଇବ। ତମେ ଖାଲି ସବୁ କହୁଛି ଚାଲ ଆମେ ଖାଇଦେବୁ। ତାପରେ ଯୋଉ କଥା ରାବିଡ଼ିଟା ଟିକେ ଜୀବନ ମାରି ଲାଗୁଛି ପୁରା ମିଠା ମିଠା। ଏ ଆଇସ୍କ୍ରିମ୍ଟା ସେଦିନ ଅପେକ୍ଷା ଟିକେ ଆଜି ଅଲଗା ଟାଇପ୍ର ଟିକେ ଚକୋଲେଟ୍ ଦେଇଛି। ନାଇଁ ନା ଏଇଟା ବି ଭଲ। ଏଟା 20 ନା 30? କୋଉଟା 20 ବା। ତମେ ସବୁ ଜାଣିଛ 20 30 ସବୁ ସିଏ ଜାଣିଛି। ଏଇଟା ବହୁତ ଭଲ ଅଛି ନା ରାବିଡ଼ିଟା ଭଲ। ତମେ ସେଇଟା ଖାଇସାର ଏଇଟା ଖାଇବ। କିନୁବାଲା ଆଇସ୍କ୍ରିମ୍ ଆଣିଛ। କିନୁବାଲା ଆଇସ୍କ୍ରିମ୍ ଆଇସ୍କ୍ରିମ୍ ରାବିଡ଼ିଟା ଭଲ ଲାଗୁଛି ନା? ବଢ଼ିଆ ଲାଗୁଛି। ଖାଉନ ଦେଖିବୁ। ଖାଇବୁ ନା? କହିଲା ନେ ଖାଇଦେ। ସିଏ ଖାଉ ସିଏ
ମାନେ ଯୋଉ 10 ଟଙ୍କିଆ ଆସେନି ନା ଝିଅ ଆମ ଯୋଉ ହଁ, ହଁ। ସୁଳିଆରେ ଏମିତି ଫୁଟେଇକି ଦିଏ ସେମିତି ଲାଗୁଛି। ସିଏ ବି 10 ଟଙ୍କା ନିଏ, ଇଏ ଆମର 20 ଟଙ୍କା। ଏଇ କେତେ ବଡ଼ ଅଛି ଆଉ ମୁଁ ଖାଇବିନି ଖାଉନ ଟିକେ। ନା ମୁଁ ଖାଇବିନି। ସିଏ ସେଠି ଆଇସ୍କ୍ରିମ୍ ଖାଉଛି। ସୁନ୍ଦରୀ ମା ଝିଅ ଏଠି ବସିଯାଇଛନ୍ତି ଆଇସ୍କ୍ରିମ୍। ସୁନ୍ଦରୀ ଟିକେ ଅନେଇଲୁ। ପିଠି ପିଠି ଯୋଉଟା ଭାରି କାଟୁଛି କୁଞ୍ଜିଆ ସବୁଜ ହେଇଗଲା। କୁଞ୍ଜିଆ ଟିକେ ଦେଖେଇଲୁ ଆଇସ୍କ୍ରିମ୍ ଖାଉଛି, ଟିକେ ଦେଖେଇଲୁ ମୁହଁଟାକୁ ଦେଖେଇଲୁ। ଏ ଭଗବାନ ବଟଲ ଗୁଡା ସବୁ କାଚ ନାହିଁ ନା ମା ଝିଅଙ୍କର ଏଠି ଆଇସ୍କ୍ରିମ୍ ଖିଆ ଚାଲିଛି। ଯାହା ନିଜେ ନିଜେ କପରୁ ଖୋଲି 20 ଟଙ୍କାର ଆଇସ୍କ୍ରିମ୍। ଚିକେନ୍ ଖାଇକି ସମସ୍ତଙ୍କ ଦେହ କ'ଣ ହେଲା? ବହୁତ ଅଣ୍ଡା ଖାଇଥିଲା, ଚିକେନ୍ ଖାଇକି ଭଲ ଲାଗିଲାନି, ଆଇସ୍କ୍ରିମ୍ ଆଉ ପକା ନାହିଁ ଜମା ଖାଇଲେ ବହୁତ 20 ଟଙ୍କା 2 in 1 ଷ୍ଟ୍ରବେରୀ ଆଉ ଇଏ। ଫାଷ୍ଟ ଉଠି ଖାଇଲା ମାନେ ବୋଉ ଉଠି କ'ଣ ଖାଉଥିଲା ଲୋ? ହର୍ଲିକ୍ସ ପିଇଲା, ତାପରେ ଅମୁଲ ଖାଇଲା, ତାପରେ ଆଇସ୍କ୍ରିମ୍ ଖାଇଲା, ତାପରେ କେକ୍ ଖାଇଲା, ତାପରେ କଫି ଚକୋଲେଟ୍ ଖାଇଲା, ତାପରେ ମିଲ୍କ ବାର୍ ଖାଇଲା, ତାପରେ ଦେଖନ୍ତୁ ଟମାଟୋ ସସ୍। କେମିତି ଲାଗୁଛି? କେମିତି ଲାଗୁଛି ଟମାଟୋ ସସ୍? ଇସ୍ 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 ବଢ଼ିଆ ଲାଗୁଛି ନା? ଆଉ କିଛି ଅଛି ଖାଇବାକୁ? ଆଉ ମାଡ଼ ଖାଇବୁ କି? ମାଡ଼ ଖାଇବୁନୁ ନା? କେମିତି କେମିତି ନେବେ ଦେଖେ, ତା ଆଙ୍ଗୁଳିଟାକୁ ଟିକେ ଦେଖିଦିଏ। ଆମ ବାପା ଦୀର୍ଘ 3 ବର୍ଷ ପରେ ସେ ରୁମ୍ରୁ ମୋବାଇଲ ଧରିକି ବାହାରିକି ଆସିଲେ। ଆଉ ଏଠି ନାତୁଣୀ ତାଙ୍କର 3 ବର୍ଷ ପରେ 3 ବର୍ଷ ପରେ କ'ଣ ଫାଙ୍କାରେ ବସିଯିବ, ସବୁବେଳେ ସେ ମୋବାଇଲ। ହଁ ହଁ ମାନେ ନିଜେ କଥା ନିଜେ କହିଦେଉଛନ୍ତି। ଇହି ବାପା ଦେଖନ୍ତୁ, ବାପା ଧରନ୍ତୁ ହାତଟାକୁ। ଶୋଇଲା ଆଉ ଗୋଟେ କ'ଣ ହେଉଛି ଦେଖନ୍ତୁ, ମାନେ ବିଶ୍ୱାସ କରିବେନି, ଆମର ତ୍ରାହି ପାଉନୁ ଆମେ ଖାଇବୁ। ଆଉ ଦୁଇଟା ଅଙ୍ଗୁର ଦେଇଦେବୁ। ସତରେ ବିଶ୍ୱାସ କରି ବଳ ପାଉନି। ମାନେ ଏ ପିଲାମାନେ ଏମିତି ହେଉଛନ୍ତି, ମାନେ ଦେଖନ୍ତୁ ସିଏ ଖାଉଛି, ମୁଁ ଉଠିକି ଆସିକି ଧରିଛି, ନହେଲେ ଏ ଟୋକଳିକି ଉଠେଇଦେବ ସାଙ୍ଗେ ସାଙ୍ଗେ। ଦେଖନ୍ତୁ କ'ଣ ହେଉଛି, ରାତି ଅଧରେ ଅଙ୍ଗୁର ଖାଇବୁ। ହଁ ମ୍ୟାଡ଼ାମ୍ ଆମର ଏଠି ଖାଉଛନ୍ତି, ଏ ସାର୍ ଏଠି ରହିଛନ୍ତି, ଇଏ ଶୋଇଛନ୍ତି, ମୁଁ ମୋର ଏଇ ଖାଉଥିଲି, ଖାଇକି ଉଠି ଆସିଲି, କାହିଁକିନା ଏକୁ ଉଠେଇଦେବ ସିଏ, ସେଥିପାଇଁ। ଆଉ ଭାରି ବିରକ୍ତି ଲାଗୁଛି, କିନ୍ତୁ ଯେଉଁ ଟେନସନ୍ଟା ଲାଗିବା କଥା ସେତିକି ଭାବିବାକୁ ଚିନ୍ତା ନାହିଁ, ସମୟ ନାହିଁ, ଟାଇମ୍ ନାହିଁ। ଟେନସନ୍ଟା ଏମାନେ ଅଛନ୍ତି ବୋଲି, ମାନେ ହସ୍ପିଟାଲ ଟେନସନ୍ଟା ଆମ ମୁଣ୍ଡରେ ନାହିଁ, ନହେଲେ ହସ୍ପିଟାଲ ଟେନସନ୍ଟା ମୁଣ୍ଡରେ ପଶିଗଲା ମାନେ ଆହୁରି ଟେନସନ୍ ଲାଗିବ। ସେଇ ଟେନସନ୍ଟା ଅବଶ୍ୟ ନାହିଁ। ଆଉ ନହେଲେ ମାନେ ଆମର ରାତି କେତେବେଳେ ହେଉଛି, ଦିନ କେତେବେଳେ ହେଉଛି, କ'ଣ କେତେବେଳେ ହେଉଛି, ଆମେ କିଛି ବି ଜାଣିପାରୁନି। ବୋଉ ମୋତେ ଗୋଟେ ଦେଲୁ। ଆଉ ବୋଉ ତାର କହିଥିଲି ଗୋଟେ ଟମାଟୋ ଦଳିବା ପାଇଁ, ଦଳି ଦେଇଛି ତ ଆଖି ନାକରୁ ପାଣି ବୋହିଗଲା। ଆଉ ଏଠି ଗୋଟେ ଅଙ୍ଗୁର ବାପା ଆଜି ଆଣିଛନ୍ତି କିଣିକି, ବାପା ଇଏ ଯେଉଁ ମେଡ଼ିକାଲ ଯାଇଥିଲେ, ସେ ଅଙ୍ଗୁରଟା ମିଠା। ଧନ ଅଙ୍ଗୁରଟା କେତେ ମିଠା ଟିକେ ସାଙ୍ଗମାନଙ୍କୁ କହିଦେଲ। କେତେ ମିଠା? ବହୁତ ମିଠା। ହଉ ବହୁତ ମିଠା, ମାନେ ଅତିରିକ୍ତ ମିଠା ସେ ଅଙ୍ଗୁରଟା। ସେଥିପାଇଁ ସମସ୍ତେ ଗୋଟେ ଗୋଟେ ରାତିରେ ଖାଇଦେଲୁ। ଆମର ଆଜି ଗ୍ୟାସ୍ ସରିଗଲା, ଏମିତି କୁହନ୍ତୁନି, ମାନେ ଚିନି ପରଟା ବେଲା ହେଇଛି, ରୁଟି ବେଲା ହେଇଛି, ସେସବୁ ରହିଲା। ଆଉ 10:30 ରାତି ହେଲାଣି, ଗ୍ୟାସ୍ କେଉଁଠି ଆସିବ? ତାପରେ ରାଜୁ ଅଙ୍କଲ ଯିଏ ଆମର କେୟାରଟେକର, ସିଏ ବି ନାହାନ୍ତି। ସେଥିପାଇଁ ଧନ ବାବାଙ୍କର ମିଟିଂ ଚାଲିଛି। ରାତି ଗୁଡ଼ାରେ ଅଙ୍ଗୁର ଖାଉଛି, ବୋଉ ତାକୁ ମନା କଲାବେଳକୁ ବଡ଼ ପାଟିରେ ଚିଲଉଛି। ଆଉ ଦେଖନ୍ତୁ ଅଙ୍ଗୁର ଭଲ ଲାଗୁଛି କି? ବହୁତ ମିଠା। ଆଉ ହେଉଛି ସେ କହିଲେ କମଳ ଘୋଡ଼େଇବେନି, ମୁଁ ତଳେ ମୁଁ କଥା କରିଦେବି।
ଆଉ କମଳ ବିଛେଇଲେ ଶୀତ ଲାଗୁନି ମୁଁ ଯେମିତି କମଳ ବିଛେଇଥିଲି କହୁଛି ମୋତେ ଆଜି ବହୁତ ଶୀତ ଲାଗୁଛି ଆଉ କରିବୁ ଏ କ'ଣ କରିବୁ ଆଉ ବେଡ଼ସିଟ୍ ତ ନ ଖୋଲିଦେବୁ ତେ ବେଡ଼ସିଟ୍ ଆଉ ଆମର ଚାଲିଛି ଏମିତି ସବୁ ଡେଟ୍ ତ ଡକ୍ଟର ଦେଇନାହାନ୍ତି ଆଜି ଯାଇଥିଲେ ଆଜି ଦେଖା ମାନେ ବସି ବସି ଆସିଲେ ମାନେ ଯେ ତାଙ୍କର ହେଡ୍ ସେ ଆସିଲେ ଯେ ସେ କହୁଥିଲେ କ'ଣ ସୋମବାର ପୁଣି ଡାକିଛନ୍ତି ଗଲେ ଯାହା ଜଣା ପଡ଼ିବ ସକାଳୁ ଦେଖନ୍ତୁ ତା ନା ଭଉଣୀକି କେମିତି ଡାକୁଛି କହୁଛି କ'ଣ ପୁରା ଆରାମ ସେ ଚୁଟି ତୋର କଟାଇବ ସେ ତା ବାବା ଗଲେ ତା ବାବା ତା ଚୁଟି କାଟିବ ବେକଡ଼ା ଟିକେ ଚିପି ଦିଅ ନା ଏଇଟା ନୁହେଁ ଏଇ ଶୁଣ ଏଇ ମୋ ବାବା ଲୋ ମୋ ବାବା କାଇଁ ମୋ ବାବା ଦି ଜଣ କେବେ ଉଠିକି ଚାଲି ତାଙ୍କର ବେପାର ଇଏ ତ ନାହିଁ ମାନେ ନନା ଶୋଇବ କୁଞ୍ଝିଆ କୋଳରେ କ'ଣ କହିବୁ ତାଙ୍କୁ ଶୁଣନ୍ତୁ ହଉ ହଉ ତାପରେ ଦେଖନ୍ତୁ ଏଠି ଆମର ସକାଳ ବ୍ରେକଫାଷ୍ଟ ଚାଲିଛି କାଲି ଆଉ ଭିଡ଼ିଓଟା ଶେଷ କରିନଥିଲି ଆଜି ଶେଷ କରିଦେଉଛି ଆଉ ଆମର ଦେଖିଛନ୍ତି ଆମ ପରିବାରରେ କେମିତି ଆମେ ଚଳୁଛୁ କେମିତି କ'ଣ କରୁଛୁ ଆମେ ତ ଚଣ୍ଡିଗଡ଼ ଆସିଛୁ ଏଙ୍କ ଦେହ ପାଇଁ ଆଉ ଏଇଠି ଭିଡ଼ିଓ ଶେଷ କରିଦେଉଛି ଆପଣମାନଙ୍କୁ ଭଲ ଲାଗିଲେ ଲାଇକ୍ ସେୟାର କମେଣ୍ଟ ସବସ୍କ୍ରାଇବ୍ କରିବାକୁ ଭୁଲିବେନି ରହୁଛି ଜୟ ଜଗନ୍ନାଥ ଜୟ ଶିବ